ଜଳ ମଧ୍ୟରେ ଥିବା ମାଛ ଥରେ ଭାବିଲା, ପ୍ରକୃତରେ ଭଗବାନ କେଉଁଠି ଅଛନ୍ତି? କାହିଁ ଜଳ ଭାଗରେ ତ କେଉଁଠି ଦେଖିବାକୁ ମିଳୁନାହାନ୍ତି। ବୋଧହୁଏ ସ୍ଥଳ ଭାଗରେ ଅଛନ୍ତି। ତେଣୁ ସେ ଭଗବାନଙ୍କୁ ଖୋଜିବା ଉଦ୍ଦେଶ୍ୟରେ ସ୍ଥଳ ଭାଗକୁ ଯିବ ବୋଲି ଭାବିଲା। ପାଣି ମଧ୍ୟରୁ ବାହାରି ସ୍ଥଳ ଭାଗକୁ ଆସିଲା। ନୂଆ ରାଇଜ, ନୂଆ ଦୁନିଆକୁ ଆସିଛି। ମନ ବହୁତ ପ୍ରଫୁଲ୍ଲିତ ଥାଏ, ଖୁସିରେ ବି ଡେଉଁଥାଏ। ମାଛ ଡେଇଁ ଡେଇଁ ଆଗକୁ ଚାଲିଲା। ଚାରିଆଡ଼େ ନଜର ପକାଉଥାଏ। ମନେ ମନେ ଭଗବାନଙ୍କୁ ବି ଖୋଜୁଥାଏ। କିଛି ସମୟ ସ୍ଥଳ ଭାଗରେ ବିତେଇବା ପରେ ଧଇଁ ସଇଁ ହୋଇପଡ଼ିଲା। ତଥାପି ଆଗକୁ ବଢ଼ୁଥାଏ। କାଳେ ଆଉ ଟିକିଏ ଆଗକୁ ଗଲେ ଭଗବାନ ମିଳିଯିବେ କି? ଯେତେ ଆଗକୁ ଆଗକୁ ବଢ଼ୁଥାଏ ତାକୁ ସେତେ ଅଣନିଶ୍ୱାସୀ ଲାଗୁଥାଏ। ପ୍ରବଳ ଖରା ମଧ୍ୟ ହେଲା। ସୂର୍ଯ୍ୟଙ୍କର ଉତ୍ତାପ ବଢ଼ି ବଢ଼ି ଚାଲିଲା। ସୂର୍ଯ୍ୟଙ୍କର ଉତ୍ତାପକୁ ଆଉ ସହ୍ୟ କରିପାରିଲା ନାହିଁ। ଧଇଁ ସଇଁ ହେଉଥାଏ, ଅଣନିଶ୍ୱାସୀ ହୋଇପଡ଼ୁଥାଏ। ଆଉ ଆଗକୁ ବଢ଼ି ପାରୁନଥାଏ କି ଆଉ ପଛକୁ ଫେରି ପାରୁନଥାଏ। ସେହିପରି ଅଣନିଶ୍ୱାସୀ ହୋଇ ଗୋଟିଏ ସ୍ଥାନରେ ସେ ପଡ଼ି ରହିଥାଏ। ସତେ ଯେପରି ଆଉ କିଛି କ୍ଷଣ ମଧ୍ୟରେ ଜୀବନ ଚାଲିଯିବ। ସେହି ସମୟରେ ମାଛ ଭାବୁଥାଏ, ପ୍ରକୃତରେ ମୁଁ ଭଗବାନଙ୍କ ପାଖରେ ଥିଲି, ସେଥିପାଇଁ ଖୁସିରେ ଥିଲି। ଆଜି ତାଙ୍କଠାରୁ ଦୂରେଇ ଆସିଲି, ସେଥିପାଇଁ ଏ କଷ୍ଟ ପାଉଛି। ବନ୍ଧୁ, ଭଗବାନ ଆମ ପାଖରେ ଅଛନ୍ତି। ଆମେ ଆଜି ଜାଣିପାରୁନାହାନ୍ତି, ଆମେ ଚିହ୍ନି ପାରୁନାହାନ୍ତି। ଆମେ ପଥରରେ, ମୂର୍ତ୍ତିରେ, ମନ୍ଦିରରେ ଯାଇ ଭଗବାନଙ୍କୁ ଖୋଜୁଛନ୍ତି। ବାପା ମାଆଙ୍କୁ ଉପାସ ରଖି ଦେଉଛନ୍ତି। ମନ୍ଦିରରେ ନେଇ ନଡ଼ିଆ କଦଳୀ ଅଜାଡ଼ି ଦେଉଛନ୍ତି। ଆମର ତ ଆଦତ ହୋଇଗଲାଣି। ସତରେ ଗୋଟିଏ ସାପଟିଏ ଦେଖିଲେ ଆମେ ତାକୁ ପିଟୁଛନ୍ତି। ଆଉ ପଥରରେ ଯଦି ତିଆରି ସାପଟିଏ ଦେଖିଲେ ତାକୁ କ୍ଷୀର ପିଇବା ପାଇଁ ଆମେ ଦେଉଛନ୍ତି। ସତରେ ଯଦି ମୂଷାଟିଏ ଦେଖୁଛନ୍ତି ଆମେ ତାକୁ ମାରିବା ପାଇଁ ଗୋଡ଼ଉଛନ୍ତି। କିନ୍ତୁ ଯଦି ମାଟିର ମୂଷାଟିଏ ଆମେ ଦେଖୁଛନ୍ତି ତାକୁ ଲଡ଼ୁ ଖାଇବା ପାଇଁ ଆମେ ଦେଉଛନ୍ତି, ତାକୁ ପୂଜା କରୁଛନ୍ତି। ସମସ୍ତଙ୍କର ଭାବନା, ଘରେ ଥିବା ବାପା ମା ଖାଆନ୍ତୁ ନ ଖାଆନ୍ତୁ, ଉପାସ ରୁହନ୍ତୁ, ରୋଗରେ ପଡ଼ନ୍ତୁ, ଆମର କିଛି ନାହିଁ। କିନ୍ତୁ ମନ୍ଦିରରେ ଥିବା ବାପା ମା, ମନ୍ଦିରରେ ଥିବା ଦେବାଦେବୀ, ସେମାନେ ଖୁସି ହେବା ଦରକାର, ସେମାନେ ପ୍ରସନ୍ନ ହେବା ଦରକାର। ତାହେଲେ ଆମର ସବୁ ଦୁଃଖ ଦୂର ହୋଇଯିବ, ଆମର ସବୁ ବିଘ୍ନ ଦୂର ହୋଇଯିବ। ଏଇ ସ୍ୱାର୍ଥରେ ଆମେ ମନ୍ଦିରରେ ନେଇ ନଡ଼ିଆ କଦଳୀ ଅଜାଡ଼ି ଦେଉଛୁ। ବନ୍ଧୁ, ପ୍ରକୃତରେ ପିତାମାତାଙ୍କୁ ଖୁସିରେ ରଖନ୍ତୁ ନା। ଦେଖିବେ ଦୁନିଆର ଯେତେ ଖୁସି ଅଛି ସବୁ ଆପେ ଆପେ ପାଦ ତଳେ ଅଜାଡ଼ି ହେଇଯିବ।